ବଡ଼ ଜଙ୍ଗଲରେ ଗୋଟିଏ ଚିଲ ରାଜା ଥାଏ। ଚିଲ ରାଜା ବହୁତ ଭଲ ଥିଲେ। ସବୁ ପକ୍ଷୀମାନେ ଚିଲର କଥା ମାନନ୍ତି। ଯାହାର ଯାହା ଅସୁବିଧା ଚିଲ ସବୁ ପୂରଣ କରେ। ଆଉ ଅନ୍ୟ ଶିକାରୀ ପକ୍ଷୀମାନଙ୍କ ଠାରୁ ସମସ୍ତଙ୍କୁ ରକ୍ଷା କରେ। ସେଥିପାଇଁ ତାଙ୍କ ଜଙ୍ଗଲର ସବୁ ପକ୍ଷୀ ଖୁସି ଥାଆନ୍ତି। ଥରେ ମେନା ଚଢ଼େଇ ଆଉ ଲିଟୁ ଚଢ଼େଇ କିଛି ଖାଦ୍ୟ ପାଇଁ ଯାଉଥିଲେ। ତାଙ୍କ ଜଙ୍ଗଲ ଠାରୁ କିଛି ଦୂର ଯାଇଥାନ୍ତି। ହଠାତ୍ ତଳକୁ ଦେଖନ୍ତି ତାଙ୍କ ଜଙ୍ଗଲର ଗୋଟିଏ ଶୁଆ ତଳେ ପଡ଼ିଛି ରକ୍ତାକ୍ତ ଅବସ୍ଥାରେ। ଆଉ ଶୁଆର ମୁଣ୍ଡ ନାହିଁ। ଦୁଇ ଜଣ ପୁରା ଡରି ଯାଆନ୍ତି। ତାପରେ ତାଙ୍କ ଜଙ୍ଗଲର ରାଜାଙ୍କ ପାଖକୁ ଚାଲିଯାଆନ୍ତି। ମହାରାଜ ମହାରାଜ, ଅନର୍ଥ ହୋଇଗଲା। ଆମ ଜଙ୍ଗଲର ଗୋଟିଏ ଶୁଆକୁ କିଏ ମାରି ଅଧା ଖାଇ ସେଠାରୁ ଚାଲି ଯାଇଛି। ଆପଣ ଯଥାଶୀଘ୍ର ସେଠାକୁ ଚାଲନ୍ତୁ। ଅନ୍ୟ ପକ୍ଷୀମାନେ ମଧ୍ୟ ସେଠାରେ ଥାଆନ୍ତି। ସମସ୍ତେ ଚିନ୍ତାରେ ପଡ଼ିଯାଆନ୍ତି। ରାଜାଙ୍କ ସହିତ ସମସ୍ତେ ସେଠାକୁ ଚାଲିଯାଆନ୍ତି। ଚିଲ ମହାରାଜ ଦେଖନ୍ତି ଗୋଟିଏ ଶୁଆ ରକ୍ତାକ୍ତ ଅବସ୍ଥାରେ ପଡ଼ିଛି। ଆଉ ତାର ମୁଣ୍ଡ ନାହିଁ। ଆରେ, ଆମ ଜଙ୍ଗଲକୁ ତ କେଉଁ ଶିକାରୀ ପକ୍ଷୀ ଆଉ ଦେଖାଯାଉନଥିଲେ। ଏହି ଶୁଆର ଅବସ୍ଥା କିଏ ଏମିତି କଲା? ମେନା ଚଢ଼େଇ କୁହେ, ମହାରାଜ, ଆମକୁ ବହୁତ ଭୟ ଲାଗୁଛି। ଏବେ କେଉଁ ଶିକାରୀ ପକ୍ଷୀ ଆସି ଆମକୁ ପୁଣି ଶିକାର କରି ମାରି ଖାଇବ। ଏବେ ଆମେମାନେ କ'ଣ କରିବା? ଲିପୁ ଚଢ଼େଇ କୁହେ, ମହାରାଜ, ଆମ ପାଖରେ ଅଛନ୍ତି। ମହାରାଜ ଯାହା ହେଲେ ଗୋଟିଏ ଉପାୟ ବାହାର କରିବେ। ଚିଲ ମହାରାଜ କୁହନ୍ତି, ଆରେ, ତମେମାନେ କେହି ବ୍ୟସ୍ତ ହୁଅ ନାହିଁ। ମୁଁ ତମମାନଙ୍କ ପାଖରେ ଅଛି। କିଏ ଆସି ଆମ ଜଙ୍ଗଲରେ ନଜର ରଖିଛି। ଆମେ ଯଥାଶୀଘ୍ର ତାକୁ ଧରିବା। ତମେମାନେ କେହି ଡର ନାହିଁ। ଆଉ ହଁ, ତମେମାନେ ସବୁ ଜଙ୍ଗଲରେ ବୁଲିଲା ବେଳେ ଯିଏ ଆମ ଜଙ୍ଗଲର ନୁହେଁ ତମେମାନେ ଦେଖିବ, ତାହେଲେ ମୋତେ ଆସି ସାଙ୍ଗେ ସାଙ୍ଗେ ଜଣାଇବ। ତମେମାନେ ଏତେ ମାତ୍ରାରେ ନଜର ରଖିବ ଯେ ଯେମିତି ସେହି ଶିକାରୀ ପକ୍ଷୀ ଆମ ଜଙ୍ଗଲର କାହାକୁ ଆସି ଆଉ ଯେମିତି ଶିକାର କରିପାରିବ ନାହିଁ। ଏବେ ସମସ୍ତେ ଏହି ଶୁଆକୁ ନିଅ, ମାଟି ତଳେ ପୋତିଦେବ। ମୁଁ ମଧ୍ୟ ଯାଉଛି ଆମ ଜଙ୍ଗଲକୁ। କିଏ ଆସିଛି ଖୋଜିକି ଆସେ। ଏମିତି କହି ଚିଲ ସେଠାରୁ ଚାଲିଯାଏ। ଏମିତି କିଛି ଦିନ ବିତିଯାଏ। ସବୁ ପକ୍ଷୀମାନେ ତାଙ୍କ ରାଜାଙ୍କ ପାଖରେ ବସିଥାନ୍ତି। ସେଠାକୁ ଲିପୁ ଚଢ଼େଇ ଚାଲି ଆସେ। ମହାରାଜ ମହାରାଜ, ଆଜି ମଧ୍ୟ ଆମ ଜଙ୍ଗଲରେ ଗୋଟିଏ ପକ୍ଷୀକି କିଏ ଶିକାର କରି ଦେଇଛି। ସେ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁରେ ସେହି ବରଗଛ ତଳେ ପଡ଼ିଛି। ତାର ମଧ୍ୟ ମୁଣ୍ଡଟିଏ ନାହିଁ। ସମସ୍ତେ ବଡ଼ ଚିନ୍ତାରେ ବସିଥାନ୍ତି। ସେଠାକୁ ଗୋଟିଏ ଶୁଆ ମଧ୍ୟ ଚାଲି ଆସେ।
ମହାରାଜ ମହାରାଜ, ନଦୀ ପାଖରେ ଆମ ଜଙ୍ଗଲର ଗୋଟିଏ ପକ୍ଷୀକୁ କିଏ ମାରି ଦେଇଛି। ସେ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁରେ ପଡ଼ିଛି। ତାର ମଧ୍ୟ ମୁଣ୍ଡଟିଏ ନାହିଁ। ମହାରାଜ, ଏବେ ଆମମାନଙ୍କୁ ବହୁତ ଜୋରରେ ଭୟ ଲାଗିଲାଣି। ସବୁ ପକ୍ଷୀ ଡରିଯାଆନ୍ତି। ସେଠାକୁ ଗୋଟିଏ କାଉ ଚାଲି ଆସେ। ମହାରାଜ ମହାରାଜ, ମୁଁ ଏବେ ବଡ଼ ଜଙ୍ଗଲ ପାଖକୁ ଆସିଲି। ମୁଁ ଦେଖିଲି ଗୋଟିଏ ଗଛରେ ଦୁଇଟି ଶାଗୁଣା ବସିଛନ୍ତି। ମୁଁ ସେମାନଙ୍କୁ ଦେଖି ଲୁଚି ସେଠାରୁ ଚାଲି ଆସିଲି। ଚିଲ ମହାରାଜ କୁହନ୍ତି, ଆରେ ତମେମାନେ ସମସ୍ତେ ଏଠାରେ ଥାଅ। ମୁଁ ସେଇ ଶାଗୁଣା ଦୁଇ ଜଣଙ୍କୁ କଥା ବୁଝିକି ଆସୁଛି। ତମେମାନେ କେହି ଏଠାରୁ କୁଆଡ଼େ ଯିବ ନାହିଁ। ମେନା ଚଢ଼େଇ କୁହେ, ମହାରାଜ, ଆପଣଙ୍କୁ ଆମେ ଏକୁଟିଆ ଛାଡ଼ିବୁ ନାହିଁ। ଆମେମାନେ ମଧ୍ୟ ସମସ୍ତେ ଆପଣଙ୍କ ସହିତ ଯିବୁ। ଆମେ ସମସ୍ତେ ମିଶି ସେମାନଙ୍କର ସାମ୍ନା କରିବା। ସବୁ ପକ୍ଷୀମାନେ କୁହନ୍ତି, ହଁ ମହାରାଜ, ଆମେମାନେ ସମସ୍ତେ ତମ ସାଥିରେ ଯିବୁ। ଚିଲ ମହାରାଜ କୁହନ୍ତି, ରୁହ ରୁହ ସମସ୍ତେ, ତମେମାନେ କେହି ଯିବନି। ଏଇଟା ମୋର ଆଦେଶ। ତମମାନଙ୍କୁ କାହାକୁ ଆଉ କିଛି ହେବାକୁ ମୁଁ ଦେବିନି। ତମେମାନେ ସବୁ ଭଲରେ ରହିବ। ଯଦି ସେଇ ଶିକାରୀ ପକ୍ଷୀ ମାନଙ୍କ ହାତରେ ମୋର ଜୀବନ ଯାଏ, ତାହେଲେ ତମେମାନେ ସବୁ ବୁଲବୁଲି ମାଉସୀଙ୍କର କଥା ମାନିବ। ମୁଁ ସେଇ ଶିକାରୀ ଶାଗୁଣାମାନଙ୍କୁ ମାରିକି ମରିବି। ମୋର ଯାହା ହେଲେ ବି ମୁଁ ସେମାନେ ଦୁଇ ଜଣଙ୍କୁ ଛାଡ଼ିବି ନାହିଁ। ସବୁ ପକ୍ଷୀମାନେ ଦୁଃଖରେ ଭାଙ୍ଗି ପଡ଼ନ୍ତି। ଚିଲ ସେଠାରୁ ଚାଲିଯାଏ ସେଇ ଶାଗୁଣାମାନଙ୍କ ପାଖକୁ। ଦୁଇ ଶାଗୁଣା ସେଠାରେ ବସିଥାନ୍ତି। ଆରେ ଦେଖ ଦେଖ, ଆଜି ପକ୍ଷୀମାନଙ୍କର ରାଜା ଆମମାନଙ୍କ ପାଖକୁ ଆସିଛି। ଏହି ଚିଲକୁ ଆମେ ଦୁଇ ଜଣ ମାରିଦେବା। ତାହାପରେ ତ ଏହି ଜଙ୍ଗଲ ଆମର, ଆଉ ସବୁ ପକ୍ଷୀମାନେ ଆମର। ଚିଲ କୁହେ, ତାହେଲେ ଆମ ଜଙ୍ଗଲର ସବୁ ପକ୍ଷୀମାନଙ୍କୁ ତମେମାନେ ମାରିଛ। ଆଜି ତମମାନଙ୍କର ଶେଷ ଦିନ। ଏମିତି କହି ସମସ୍ତେ ମାଡ଼ ହୁଅନ୍ତି। ଚିଲ ଦୁଇ ଶାଗୁଣାକୁ ଏତେ ମାରେ ଯେ ଦୁଇ ଜଣଙ୍କର ବହୁତ ଜୋରରେ ଆଘାତ ପାଆନ୍ତି। ତାହାପରେ ଉଡ଼ିକି ସେଠାରୁ ଚାଲିଯାଆନ୍ତି। ଚିଲର ମଧ୍ୟ ବହୁତ ଖଣ୍ଡିଆ ଖାବେରା ହୋଇଥାଏ। ସବୁ ପକ୍ଷୀ ମିଶି ଚିଲକୁ ଔଷଧ ଲଗାଇ ଦିଅନ୍ତି। ତାହାପରେ ସମସ୍ତେ ଖୁସିରେ ରୁହନ୍ତି। ତାଙ୍କ ଜଙ୍ଗଲକୁ ଆଉ କେବେ ବି ଶିକାରୀ ପକ୍ଷୀ ଆସନ୍ତି ନାହିଁ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଓ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ।